ଶିବ ଶୈବ ପୁରାଣରୁ କି ପଚାରି ଅଛନ୍ତି ଜାଣିଲେ ସିନା କହିବି ଗୁନ୍ଥି ଗୁନ୍ଥି କେବଳ ପୁରାଣ ଆପଣ ଅଛନ୍ତି ପଚାରି ବଡ଼ ବଡ଼ ଗାୟକ ମୁଣ୍ଡ ଯିବ ଘୁରି ଭାଇନା ପରଶୁରାମ ପୁରାଣ କଥା ଦେଇଛି ପଚାରିଣ ଶିବ ପୁରାଣ 5 ଥର ପଢ଼ିଅଛି ଜାଣ ତାହାରି ମଧ୍ୟରେ ଚରିତ୍ର ଲେଖା ହୋଇନାହିଁ ये परशुराम पुराण कवि लेखिछई परशुराम परशुराम पुराण परशुराम पुराण पुराण ना रामायण पुराण पुराण हाँ ये पंडित मंडली सुन कहवा जे परशुराम पुराण शुणी बसी केते मो पंडित जन अरे थिले जे जने चंडाल ब्राह्मण मारदेवी रे बो मुथुटी जानि तुरा चला कार को दाला लोग गुड़िया भोर गुडान मोह मूर्ख पिला अंडाल कौन कहूरी अरे चंडाल पिला से थिला ब्राह्मण ठारू से दीक्षा को नेला तापरे जे से तो चारि जाति को से देला आज्ञा करिले से उपीरती ब्राह्मण किए मु कहे झटती के उटुणी झील हरण से करी अछि आउ व्यास महामुनि से ही एक कथा की आज देवा बुझाई पंडित मंडली शुणुथिबे मन दे जो आमर पराशर ऋषि केउटुणी हरण कले हम परशुराम परशुराम पुराण कथा मु कहूची परशुराम पुराण लेखा अछि चंडाल 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 जने ब्राह्मण ठारू गुरु ज्ञान हो से करी रे बाप शुणिबे पंडित जने देई माना का स्वर्गर गंधर्व अभिशाप इंद्र देले चंडाल होई बसे चंडाल बैशाख शुक्ल पक्ष रात्र एक दीना
ଗନ୍ଧର୍ବ ଆଣିଲା। ଆଜ୍ଞା ବାଟରେ ଆଣିଲା ବେଳେ କରିଲା ପିରତି ରାଗେନ୍ଦ୍ର ଅଭିଶାପ ତାକୁ ଦେଇଛନ୍ତି। ବୋଇଲେ ଚଣ୍ଡାଳ କର୍ମ କଲୁ ଆରେ ତୁ ଗନ୍ଧର୍ବ ଏହି କ୍ଷଣେ ଚଣ୍ଡାଳ ଯୋନିରେ ଜନ୍ମ ହେବ। ସେତେବେଳେ କ୍ଷମା ସେ ମାଗିଛି। ଗନ୍ଧର୍ବ କହିଲେ ଚଣ୍ଡାଳ ହୋଇଣ ଜନ୍ମ ହୋଇବ। ମାତ୍ର ବ୍ରାହ୍ମଣ ଜଣେ ତୋତେ ଦେବ ଦୀକ୍ଷାକୁ ତୁ ତ ଦେବୁ ତ ଦୀକ୍ଷା ସେତ ଆରେ ଚାରି ବର୍ଣ୍ଣଙ୍କୁ একথা ଦେଖିଥିଲି ଦିନେ ନୟନ ଟିକେ ଲାଞ୍ଜ ଟିକେ ବାବୁ ହେ ଦିଅ ଧରାଇଣ। ମୁଁ ଶୁଣିଥିଲି ଯେ ଦେଖିଛି ମଧ୍ୟ ଆମର ଭାରତ ଲୀଳା ପାଠରେ ରହିଛି ଜଣେ ବୃଦ୍ଧଶ୍ରବା ଗନ୍ଧର୍ବ ରାସ୍ତାରେ ଆସିଲା ବେଳେ ତିଲୋତ୍ତମା ଅପସରୀ ସହିତ ସେ ପ୍ରଥମ ଦିନ ରଜସ୍ୱଳା ହେଇଛି ତା ସହିତ ପ୍ରେମ କଲା। ପ୍ରେମ କଲେ ପ୍ରଥମ ଦିନ ଛୁଇଁଲେ ଚଣ୍ଡାଳ ହୋଇବ। ଆରେ ଦ୍ୱିତୀୟ ଦିନ ଛୁଇଁଲେ ଆୟୁନାଶ ହେବ। ତେଣୁକରି ଚଣ୍ଡାଳ ଯୋନିରେ ପୁଅ ହୋଇଲା ଜାତ ଦାମନ୍ତ କିସ ତାର ଆସୁନାହିଁ ତ ସେ ଚଣ୍ଡାଳ ନାମ ଟିକେ ଦିଅ କହିଣ। ତାପରେ ପୁରାଣକୁ ଯିବା ପଳାୟଣ। ସମୟ ଅତୀତ ଏବେ ଯାଉଛି ହୋଇ ଆଜି ଟିକେ ଟିକେ ଦୁଇ ପଦ ଦେବା ବୁଝାଇ। ଆଉ ଆପଣ ଯେଉଁ ବାଟରେ ଯାଉଛନ୍ତି ଭାଇନା ମୋ ବାଟକୁ ସିନା ସେ ଆସୁନାହିଁ ଜମା। କର ଅନୁମାନ ମୋ ଗାୟକ ରତନ ପ୍ରସିଦ୍ଧ ଗାହାଣ ବୋଲି କରୁଛି ମାନ। ଆଉ ପରଶୁରାମ ଋଷି କରନ୍ତୁ ଅନୁମାନ ବିଷ୍ଣୁଙ୍କର ଅଂଶ ବୋଲି ଅଟଏ ପୁଣ। ଅନତା ଚଣ୍ଡାଳକୁ ସେ ଗୁଣ ନିଧି ଚଣ୍ଡାଳକୁ ବାଟରେ ପାଇଲା। ଗୋଟିଏ ଗ୍ରାମର କଥା କହିଦେଉଛି ଭଲା। ହଁ ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା ତାର ଗ୍ରାମ ଅଟେ ଯେ କୁଶପୁର ସ୍ଥାନ। ହଉ କୁଶପୁରରେ ତାର ଗ୍ରାମ ଅଟଇ ଆଜ୍ଞା ବିଷ୍ଣୁଙ୍କ ଅଙ୍ଗରୁ ଜାତ ହୋଇଛି ସେହି। ତେଣୁକରି ନୀତି ବିଷ୍ଣୁ ସେବା କରଇ ଏମିତି କେତେ ଦିନ ସେବା କରିଲା। ଚଣ୍ଡାଳ ବୃତ୍ତି ସେ ଛାଡ଼ି ନ ଦେଲା। ସର୍ବଦା ବେଦ ପୁରାଣେ ଥାଅ ତା ମତି କେବେ ନ କରଇ ଅନନ୍ତା ଚଣ୍ଡାଳ ବୃତ୍ତି। ହଁ ସେଦିନ ଜାଣିଲେ ଏ ଯୋ ବ୍ରହ୍ମା ଦେବତା ବଶିଷ୍ଠଙ୍କୁ ଡାକି ପଠାଇଲେ ହେ ବାପା। ବଶିଷ୍ଠ ଯାଇ କର୍ଣ୍ଣ ମନ୍ତ୍ରକୁ ଦେଲେ ଅନନ୍ତା ଚଣ୍ଡାଳକୁ ବ୍ରାହ୍ମଣ କରିଲେ। ବ୍ରହ୍ମ ଜାଣିଲେ ସିନା ହୋଇବ ବ୍ରାହ୍ମଣ। ବ୍ରାହ୍ମଣ କୂଳରେ ହୋଇଥିବେ ବେବେ ଜନ୍ମ। ଆଜ୍ଞା କରୁଥିବେ ଯଦି ସର୍ବଦା ସେ କୁକର୍ମ। ହେଲେ ଆଜ୍ଞା ପରଶୁରାମ ପୁରାଣରେ ଏଇଭଳିଆ ତ ଲେଖା ହେଇନି। ଲେଖା ହେଇନି ଶୁଣ କେବେ ପରଶୁରାମ ଆମେ ନିଜେ ସେ ଚଣ୍ଡାଳକୁ ଗୁରୁ ଜ୍ଞାନ ଦେଇଛନ୍ତି ହଁ। ବୁଝିଲେ। ତାକୁ ସାଙ୍ଗରେ ନେଇକି ଯାଇଛନ୍ତି। ବସ
ସାଙ୍ଗରେ ନେଇକି ଯାଇଛନ୍ତି ଅର୍କ ତୀର୍ଥରେ, ତାକୁ ସିଦ୍ଧ କରେଇ ତାକୁ ସେଠି ଗୋଟେ ଆସନ ଦେଲେ, ତାକୁ ଆଦେଶ ଦେଲେ ଯେ ତୁ ଆଜିଠାରୁ ବ୍ରାହ୍ମଣ କର୍ମ କର। ବୈଷ୍ଣବ ହେଲୁ। ବ୍ରାହ୍ମଣ ତ କହିନାହାନ୍ତି, ବୈଷ୍ଣବ ହେଲୁ। କିନ୍ତୁ ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ, ଶୂଦ୍ର ଚାରି ଜାତକୁ ଗୁରୁ ଜ୍ଞାନ ଦେବୁ। ଇଏ ଯୋଉ ପାପ ମୋହ ସଂସାରରେ ପଡିଛନ୍ତି ସମସ୍ତଙ୍କୁ ଉଦ୍ଧାର କରିବୁ। ଆଉ ଗୋଟିଏ କଥା ଭାଇ ମନରେ ପଡିଗଲା।